ଇରାନ ଇସ୍ରାଏଲ ମଧ୍ୟରେ ଘମାସାନ ହେଉଛି ଲଢେଇ। କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି। ଇସ୍ରାଏଲ ଉପରେ ଇରାନ ନୂଆ ମିସାଇଲ ମାଡ଼ କରିଛି, ଯେଉଁଥିରେ ଅନେକ ଆହତ ହୋଇଛନ୍ତି। ତେହରାନରେ ବିସ୍ଫୋରଣ, ଇସ୍ରାଏଲି ଆକ୍ରମଣରେ ଥରି ଉଠିଛି ଇରାନର ରାଜଧାନୀ ତେହରାନ। ଶକ୍ତିଶାଳୀ ବିସ୍ଫୋରଣରେ 6 ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇସ୍ରାଏଲର 200 ଯୁଦ୍ଧ ବିମାନ ଇରାନର 100ଟି ରଣନୈତିକ ସ୍ଥଳ ଉପରେ ଆକ୍ରମଣ କରିଥିଲା। ବନ୍ଦ ହେବ ହରମୁଜ ପ୍ରଣାଳୀ। ଇରାନର ନୂଆ ସୁପ୍ରିମ ଲିଡର ମୁଜତାବା ଖାମନେଇ ହରମୁଜ ପ୍ରଣାଳୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏଥିସହ ସେ ଚେତାବନୀ ଦେଇ କହିଛନ୍ତି, ଆମେରିକାକୁ ସହାୟତା କରୁଥିବା ଉପସାଗରୀୟ ରାଷ୍ଟ୍ର ଉପରେ ମଧ୍ୟ ଇରାନର ଆକ୍ରମଣ ଜାରି ରହିବ। ଲେବାନନରେ ଇସ୍ରାଏଲ କଲା ଆକ୍ରମଣ। ହିଜବୁଲ୍ଲାକୁ ଟାର୍ଗେଟ କରି ବେରୁତର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ବଢୁଛି ଭାରତୀୟଙ୍କ ସୁରକ୍ଷା ଚିନ୍ତା। କାରଣ ଏଯାଏଁ ଯୁଦ୍ଧରେ 2 ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଇରାନରେ ଥିବା ପ୍ରାୟ 9,000 ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ସରକାର ସମ୍ପୂର୍ଣ୍ଣ ସତର୍କ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇରାନକୁ ସହଯୋଗର ହାତ ବଢାଇଲା ରୁଷ। ଆମେରିକା ଓ ଇସ୍ରାଏଲ ବିରୋଧରେ ରୁଷ ଇରାନକୁ ଗୋପନୀୟ ଗୁପ୍ତଚର ତଥ୍ୟ ଓ ସାଟେଲାଇଟ ତଥ୍ୟ ଯୋଗାଉଥିବା ଜଣାପଡ଼ିଛି। ଯୁଦ୍ଧ ଯୋଗୁଁ ହୁ ହୁ ହୋଇ ବଢି ଚାଲିଛି ତୈଳ ଦର। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା $100 ଅତିକ୍ରମ କରିଛି। ଇରାନୀ ସରକାରୀ ଗଣମାଧ୍ୟମର ବଡ଼ ଘୋଷଣା। ଜୀବିତ ଅଛନ୍ତି ଆୟାତୋଲା ଖେମ୍ନିଙ୍କ ପତ୍ନୀ ମନସୁରେହ ଖୋଜସ୍ତେ ବାଘେରଜାଦେ। ପୂର୍ବରୁ ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ସେ ପ୍ରାଣ ହରାଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଯୋଗୁଁ ହଜାର ହଜାର ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ସେପଟେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ପାକିସ୍ତାନରେ ପ୍ରତିବାଦ, 22 ମୃତ। ଇରାନ ସମର୍ଥନରେ ପାକିସ୍ତାନରେ ହୋଇଥିବା ବିକ୍ଷୋଭ ବେଳେ ହିଂସା ଘଟି 22 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 120 ଜଣ ଆହତ ହୋଇଥିବା ସୂଚନା ମିଳିଛି।